ओडिशार लोक साहित्य अनेक मूल्यबोध और जीवन शिक्षार परिपूर्ण से एक अमूल्य कदाचि धैर्य त्याग सहनशीलता और सत्यर एक जीवंत प्रतीक प्रभु एक सरल निर्मल हृदय झी जी अन्याय अपमान और जंत्रणा को सही निजर संस्कार और आत्मसम्मान को केवे हराई नथाय। कपई कहानी आमको शिक्षा दी थाए जे जीवन में जेते कष्ट आसुथिले मध्य शेष रे सत्य रे विजय कथार सेही सुंदर जगत में नहीं जीवा एवं एक भावपूर्ण गीतनाट्यर आनंद लेवा जो नाटक को सुंदर भाव परिवेशन करने जाऊँगी से आम विद्यालय प्रभातश्रेणी अध्ययन करथिबा कुनि कुनि भाई भौणी मानक जोरदार करताली मंच को साथ करबा। ओ होली होली राजकन्या तपुई सुखर संसार रे सात बहुल ग्रहण रे सुकुमारी तपुई सुकुमारी तपुई भाउज भाउज मो सुना भाउज 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 मो सुना भाउज मो अड़ी अड़ी ननंद मो सुना सलिता नियो नियो ए काकरा पिठा टिके खाई दियो। हैया हैया हो हैया हैया हो हैया हैया हो हैया हैया हो हेलो समस्ते सुनलो मो कथा टिके सुन
ତାକୁ ଆମେ ଏତେ ଆଉ ଗେଲ ବସର କରିବା ନାହିଁ। ସେ ଆମ ମୁଣ୍ଡ ଉପରେ ବସିବ। ତାକୁ ଏଥର ଆମେ ଘରର ସବୁ କାମ କରେଇବା। ଲୁଗା ସଫା କରିବ, ବାସନ ମାଜିବ, ଜଙ୍ଗଲକୁ ଯାଇ ଛେଳି ଚରାଇବ। କାହିଁକି ଏମିତି କହୁଛ ନାନୀ? ସେ ପରା ଆମର ଗୋଟିଏ ବୋଲି ଅଳି ଅଳି ନଣନ୍ଦ। ଭାଇମାନେ ଆସିଲେ ଆମକୁ କଣ କହିବେ ନାନୀ? ତୁ ଚୁପ କର, ତୁ କିଛି ଜାଣିନୁ। ତୁ ଘରର ସାନ ବୋହୂ, ତୁ କିଛି ଜାଣିନୁ। ଚାଲ ଚାଲ ସମସ୍ତେ ଚାଲ, ତାକୁ ଆଣି ତାର ଅଳଙ୍କାର ପାଟ ଶାଢ଼ୀ ବାହାର କରିଦିଅ। ଛେଳି ଗୁହାଳରେ ଖଟ ପକାଇ ଦିଅ। ଆଜିଠାରୁ ତୋ ବୋଇ ଛେଳି ଚରାଇଯିବ। ଏମିତି କାହିଁକି କରୁଛ ଭାଉଜ? ଆଗରୁ ତ କେତେ ଗେଲ କରୁଥିଲ ଭାଉଜ, ଆଜି କାହିଁକି ଏମିତି କରୁଛ ଭାଉଜ? ଭାଉଜ, ସାନ ଭାଉଜ, ସାନ ଭାଉଜ। ତା ନାମ ସୁନା ଭଉଣୀ ପରା, ତା ନାମ କିଛି କରିପାରିବିନି, ମୋ ହାତରେ କିଛି ନାହିଁ। ये वाहनी जगह छेल करे जी भाई बेटा क्या छेलीर ना घरमणी से बुढ़ी ब्राह्मणी हिमंतर कला से बुढ़ी ब्राह्मणी पर करी देवी भाउज माने पर करी देवी भाउज माने पर सारी भेदी सीतरे धरुचे पर सारी भेदी सीतरे धरुचे कुआरी मोगे
शरण्ये त्र्यंबके गौरी नारायणी नमोस्तुते नारायणी नमोस्तुते नारायणी नमोस्तुते କାହାର କାନ୍ଦାଣ ସ୍ୱର ଶୁଭୁଛି ସ୍ୱରଟା ଚିହ୍ନା ଚିହ୍ନା ଲାଗୁଛି ଚାଲ ଚାଲ ସମସ୍ତେ ଖୋଜିବା କିଏ କିଏ ତୁମେ ଭଉଣୀ ଆରେ ଏ ତ ଆମ ତପୋଇ ତପୋଇ ତୋର ଏ ଅବସ୍ଥା କିଏ କଲା ଭାଇ ତମେ ମାନେ ଗଲା ପରେ ଭାଉଜ ମାନେ ମତେ ଘରେ ବହୁତ କଷ୍ଟ ଦେଲେ ଭାଉଜ ଭାଇ ଘରର ସବୁ କାମ କରିବା ପାଇଁ କହିଲେ ଆଉ ଏବେ ମତେ ଜଙ୍ଗଲକୁ ଛେଳି ଚରାଇବା ପାଇଁ ପଠେଇଦେଲେ ଏବେ ଘର ମୁଣ୍ଡି ହଜି ଯାଇଛି ତାକୁ ନ ପାଇଲେ ଭାଉଜ ମାନେ ମତେ ଆଉ ଘରେ ରଖିଦେବେନି ଭାଇ ଓ ଏଇ କଥା ତାହେଲେ ସମସ୍ତ ବୋହୂ ମାନଙ୍କୁ ଉଚିତ ଶିକ୍ଷା ଦେବା ତୁ ବୋଇତ ଉପରେ ଠାକୁରାଣୀ ଶାଢ଼ୀ ବସି ପଡ ସେମାନେ ଆସିଲେ ସେମାନଙ୍କୁ ଉଚିତ ଶିକ୍ଷା ଦେବା ହଁ ହଁ ସେମାନଙ୍କୁ ଉଚିତ ଶିକ୍ଷା ଦେବା ଠାକୁରାଣୀ ସାଜେ ବସିଲା ବୋଇ ଠାକୁରାଣୀ ସାଜେ ଆସିଲେ ଭାଉଜ ବନ୍ଦାଣ ପାଇ ଆସିଲେ ଭାଉଜ ବନ୍ଦାଣ ପାଇ ବସିଲା ବୋଇଲେ ଠାକୁରାଣୀ ସାଜେ ବସିଲା ବୋଇଲେ ଠାକୁରାଣୀ ସାଜେ ଆସିଲେ ଭାଉଜ ବନ୍ଦାଣ ପାଇ ଆରେ ତମେ ସମସ୍ତେ ଆସିଲ ଆମ ତପୋଇ କାହିଁ ସେ କାହିଁକି ଆସିଲାନି ଆମ ତପୋଇକୁ ଜ୍ୱର ହେଇଛି ସେ ଘରେ ଶୋଇଛନ୍ତି ହଉ ଠିକ ଅଛି ବୋଇତରେ ଠାକୁରାଣୀ ବସିଛନ୍ତି ତାଙ୍କୁ ବନ୍ଦାପନା କର ତାପରେ ଆମେ ସମସ୍ତେ ଘରକୁ ଯିବା ଭାଉଜ
ମାଟି